ମୋ ନାଁ କ୍ଷୀରଚନ୍ଦ୍ର ଗୌଡ଼। ମୁଁ ସୋରଡ଼ାରୁ ଆସିଥିଲି। ଆଉ ଅନୁଭୂତି ବେଲେ ଗତ ବର୍ଷ ମହାଳୟାରେ ମୁଁ ପଡ଼ି ଯାଇଥିଲି। ମୋ ହାତଟା ଭାଙ୍ଗି ଯାଇଥିଲା। ଆଉ ଭାଙ୍ଗିଗଲା ପରେ ମୋତେ ମେଡ଼ିକାଲ ଆଣିଥିଲେ। ମେଡ଼ିକାଲରେ ଅପରେସନ୍ ରୁମ୍କୁ ଯାଇଥିଲୁ ଆମେ। ତ ଅପରେସନ୍ ଟାଇମ୍ରେ ମୋତେ ମୁଁ ଅପରେସନ୍ ରୁମ୍ରେ ଦେଖିଲି ଯେ ଭଗବାନଙ୍କର ଗୋଟିଏ ଫଟୋ ନଥିଲା। ତ ମୁଁ ଆଉ କ'ଣ କରିବି, ପ୍ରଭୁ ଜଗନ୍ନାଥଙ୍କୁ ଖାଲି ମନେ ମନେ ସ୍ମରଣ କଲି। ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କଲି ଏବଂ ମୋର ଅପରେସନ୍ଟା ହେଇଥିଲା। ଆଉ ଯେଉଁ କଷ୍ଟଟା ମୁଁ ଆଉ ଜାଣିପାରିନଥିଲି ଜଗନ୍ନାଥଙ୍କ ଯୋଗୁଁ। ତ ଜଗନ୍ନାଥଙ୍କ ଯୋଗୁଁ ମୁଁ ଅପରେସନ୍ର ଯେଉଁ କଷ୍ଟଟା ଆଉ କିଛି ଜାଣିପାରିନଥିଲି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଜଗନ୍ନାଥ ହେଉଛନ୍ତି ଆମ ଜଗତର ନାଥ। ଜଗନ୍ନାଥ, ତାଙ୍କ ଉପରେ ସମସ୍ତେ ବିଶ୍ୱାସ ରଖନ୍ତୁ ଏବଂ ଜଗନ୍ନାଥଙ୍କୁ ସମସ୍ତେ ଭକ୍ତି କରନ୍ତୁ। ସେ ନିଶ୍ଚୟ ଦୁଃଖୀର ଦୁଃଖ ଦୂର କରିବେ। ନିଶ୍ଚୟ ଦୁଃଖୀର ଦୁଃଖ ଦୂର କରିବେ। ଏବେ ଆପଣ ଜୟ ଜଗନ୍ନାଥ ଟିଭି ଦେଖନ୍ତି? ହଁ ଆଜ୍ଞା, ସକାଳ ବେଳା ଟିକେ ଦେଖେ ଆଉ ସନ୍ଧ୍ୟାବେଳେ ଟିକେ ଦେଖେ ପରିବାର ସାଙ୍ଗରେ। ସକାଳେ ଟିକେ, ସନ୍ଧ୍ୟାବେଳେ ଟିକେ, ବାକି ଦ୍ୱିପହରେ କ'ଣ ବିଶ୍ରାମ କରିନିଅନ୍ତି? ଆଜ୍ଞା ଦ୍ୱିପହରେ ବିଶ୍ରାମ କରିନିଅନ୍ତି? ହଁ, ଦ୍ୱିପହର ବେଳା ଦେଖେନି। ଦ୍ୱିପହର ବେଳେ ଦେଖନ୍ତି ନା ଦେଖିପାରନ୍ତି? ନାଇଁ ଆଜ୍ଞା। ଦ୍ୱିପହରେ ଖାଇଲା ପିଇଲା ବେଳେ ଲଗେଇ ଦେଉଥିବେ ଦେଖ। ହଁ ଆଜ୍ଞା। ଏପଟେ ଭଜନ ଚାଲିଥିବ, ସେପଟେ ଭଜନ ଚାଲିଥିବ, ତା ଆନନ୍ଦ ଅଲଗା ନା। ଆଉ ସେଟାରେ କ'ଣ ଦେଖିବାରେ କ'ଣ ଅଛି? ଆଉ ଜୟ ଜଗନ୍ନାଥ ଟିଭି ବସିକି ଅଧିକ ସମୟ ଦେଖିବାକୁ କିଛି ଆବଶ୍ୟକ ନାହିଁ। ଟିଭି ଚାଲିଛି, ନଜର ପଡ଼ୁଛି, ଆମେ ଦେଖୁଛେ, କାମ ବି କାମ କରୁଛେ, ନାଇଁ କି? ହଁ ହଁ। ଧନ୍ୟବାଦ। ଜୟ ଜଗନ୍ନାଥ ଟିଭି ପରିବାର ତରଫରୁ ଗୋଟେ ପାରମ୍ପରିକ ଜଣାଣ ବହି। ଧନ୍ୟବାଦ। ଜୟ ଜଗନ୍ନାଥ।